ଆଜିର ଭିଡ଼ିଓରେ ଜିଜ୍ଞାସା ପ୍ରକଳ୍ପ ବାଷ୍ପୀଭବନକୁ ପ୍ରଭାବିତ କରୁଥିବା କାରକ ଶ୍ରେଣୀ ନବମ ଅଧିବେଶନ 12। ପିଲାମାନେ ଭିଡ଼ିଓଟିକୁ ଦେଖି ଖାତାରେ ଲେଖ ଏବଂ ଭିଡ଼ିଓଟିକୁ ଲାଇକ୍, ସେୟାର, କମେଣ୍ଟ ଏବଂ ସବସ୍କ୍ରାଇବ୍ କରିବ। ଉପକ୍ରମ: କୌଣସି ଏକ ନିର୍ଦ୍ଦିଷ୍ଟ ତାପମାତ୍ରାରେ ଗ୍ୟାସୀୟ, ତରଳ ବା କଠିନ ପଦାର୍ଥରେ ରହିଥିବା କଣିକା ଗୁଡ଼ିକ ଭିନ୍ନ ଭିନ୍ନ ପରିମାଣର ଗତିଜ ଶକ୍ତିର ଅଧିକାରୀ ହୋଇଥାନ୍ତି। ତରଳ ପୃଷ୍ଠଭାଗରେ ଥିବା ଅଳ୍ପ ସଂଖ୍ୟକ ଅଣୁର ଅଧିକ ଗତିଜ ଶକ୍ତି ଥାଏ। ସେମାନେ ଅନ୍ୟ କଣିକାମାନଙ୍କ ଆକର୍ଷଣ ବଳର ପ୍ରଭାବରୁ ମୁକ୍ତ ହୋଇ ତରଳରୁ ଅଲଗା ହୋଇ ବାଷ୍ପରେ ପରିଣତ ହୋଇଯାନ୍ତି। ଏହାକୁ ବାଷ୍ପୀଭବନ କୁହାଯାଏ। ବିଭିନ୍ନ କାରଣରୁ ଏହି ପ୍ରକ୍ରିୟାଟି ପ୍ରଭାବିତ ହୋଇଥାଏ। ତଥ୍ୟ ବିଶ୍ଳେଷଣ: ପୃଷ୍ଠଭାଗର କ୍ଷେତ୍ରଫଳ ବୃଦ୍ଧି ପାଇଲେ ବାଷ୍ପୀଭବନ ବେଶ୍ ବୃଦ୍ଧି ପାଇଥାଏ। ତରଳର ତାପମାତ୍ରା ବୃଦ୍ଧି ପାଇଲେ ଗ୍ୟାସୀୟ ଅବସ୍ଥାକୁ ରୂପାନ୍ତରିତ ହୋଇଥାନ୍ତି। ଯଦି ବାୟୁରେ ପୂର୍ବରୁ ଅଧିକ ଜଳୀୟ ବାଷ୍ପ ଉପସ୍ଥିତ ଥିବ, ତେବେ ବାଷ୍ପୀଭବନର ବେଗ ହ୍ରାସ ପାଇବ। ପବନର ବେଗ ବଢ଼ିଲେ ବାଷ୍ପୀଭବନର ହାର ବୃଦ୍ଧି ପାଏ। ତଥ୍ୟ ପ୍ରସ୍ତୁତି: ପୃଷ୍ଠଭାଗର କ୍ଷେତ୍ରଫଳ ବୃଦ୍ଧି ପାଇଲେ ବାଷ୍ପୀଭବନର ବେଗ ବୃଦ୍ଧି ପାଇଥାଏ। ତରଳର ତାପମାତ୍ରା ବୃଦ୍ଧି ପାଇଲେ ଗ୍ୟାସୀୟ ଅବସ୍ଥାକୁ ରୂପାନ୍ତରିତ ହୋଇଥାନ୍ତି। ଯଦି ବାୟୁରେ ପୂର୍ବରୁ ଅଧିକ ଜଳୀୟ ବାୟୁ ଉପସ୍ଥିତ ଥିବ, ତେବେ ବାଷ୍ପୀଭବନର ବେଗ ହ୍ରାସ ପାଇବ। ପବନର ବେଗ ବଢ଼ିଲେ ବାଷ୍ପୀଭବନର ହାର ବୃଦ୍ଧି ପାଏ। ପଦ୍ଧତି: 1. ପର୍ଯ୍ୟବେକ୍ଷଣ, 2. ପୁସ୍ତକ ମାଧ୍ୟମ, 3. ଇଣ୍ଟରନେଟ୍, 4. ସାକ୍ଷାତକାର। କାର୍ଯ୍ୟଫର୍ଦ୍ଦ: ଆମେ ଲୁଗାକୁ ଶୁଖାଇବା ବେଳେ ଏହାକୁ ମେଲା କରି ଶୁଖାଇଲେ ଏହା ଶୀଘ୍ର ଶୁଖିଯାଏ କାହିଁକି? 2. ଗ୍ରୀଷ୍ମ ଋତୁରେ ଓଦା ଲୁଗା ଶୀଘ୍ର ଶୁଖିଯିବାର କାରଣ? 3. ଗ୍ରୀଷ୍ମ ଋତୁରେ ପୋଖରୀ, ନଈ, ନାଳ ଆଦିର ପାଣି ଶୁଖିଯିବାର କାରଣ କ'ଣ? 4. ବର୍ଷା ଋତୁରେ ଲୁଗା ଶୁଖିବା ପାଇଁ କାହିଁକି ଅଧିକ ସମୟ ଲାଗିଥାଏ? 5. ପଙ୍ଖା ତଳେ ଖାଇବା ପଦାର୍ଥ ରଖିଦେଲେ ଏହା ଶୀଘ୍ର ଥଣ୍ଡା ହୋଇଯାଏ। 1 ଉତ୍ତର: ଆମେ ଲୁଗାକୁ ଶୁଖାଇବା ବେଳେ ଏହାକୁ ମେଲା କରି ଶୁଖାଇଲେ ଶୀଘ୍ର ଶୁଖିଯାଏ, କାରଣ ଲୁଗା ମେଲା ହେବା ଯୋଗୁଁ ବାଷ୍ପୀଭବନର ବେଗ ବଢ଼ିବ, ତେଣୁ ଲୁଗା ଶୀଘ୍ର ଶୁଖିଯାଏ। 2 ଉତ୍ତର: ଗ୍ରୀଷ୍ମ ଋତୁରେ ଓଦା ଲୁଗା ଶୁଖିଯିବାର କାରଣ ହେଉଛି ବାୟୁର ଆର୍ଦ୍ରତା କମ୍ ଓ ତାପମାତ୍ରା ଅଧିକ ଥିବା ହେତୁ ଗ୍ରୀଷ୍ମ ଋତୁରେ ଲୁଗା ଶୀଘ୍ର ଶୁଖିଯାଏ। 3 ଉତ୍ତର: ଗ୍ରୀଷ୍ମ ଋତୁରେ ବାୟୁର ଆର୍ଦ୍ରତା କମ୍ ଓ ତାପମାତ୍ରା ଅଧିକ ଥାଏ। ପୃଷ୍ଠଭାଗରେ କ୍ଷେତ୍ରଫଳ ବୃଦ୍ଧି ଯୋଗୁଁ ବାଷ୍ପୀଭବନ ବେଗ ବୃଦ୍ଧି ପାଏ ଏବଂ ନଦୀ, ପୋଖରୀ ଶୁଖିଯାଏ। 4 ଉତ୍ତର: ବର୍ଷା ଦିନରେ ବାୟୁର ଆର୍ଦ୍ରତା କମ୍ ଥିବା ହେତୁ ଲୁଗାରେ ଥିବା ଜଳ ବାଷ୍ପୀଭବନ ପ୍ରକ୍ରିୟା ହୋଇପାରେ ନାହିଁ, ତେଣୁ ଲୁଗା ଶୁଖିବାକୁ ଅଧିକ ସମୟ ନିଏ। 5 ଉତ୍ତର: ପଙ୍ଖା ତଳେ ଖାଇବା ଖାଦ୍ୟ ରଖିଲେ ଥଣ୍ଡା ହୋଇଯାଏ, କାରଣ ଖାଦ୍ୟ ପଦାର୍ଥରେ ଥିବା ଜଳୀୟ ଅଂଶ ଥଣ୍ଡା ହୋଇଗଲେ ଖାଦ୍ୟ ପଦାର୍ଥ ଥଣ୍ଡା ହୁଏ। ଅଧ୍ୟୟନର ଉଦ୍ଦେଶ୍ୟ: ବାଷ୍ପୀଭବନ ପ୍ରକ୍ରିୟାର କାରକ ଗୁଡ଼ିକୁ ଜାଣିବା। ତାପମାତ୍ରା ବାଷ୍ପୀଭବନ ପ୍ରକ୍ରିୟାକୁ କିପରି ପ୍ରଭାବିତ କରୁଛି? ପୃଷ୍ଠତଳ କ୍ଷେତ୍ରଫଳ ବୃଦ୍ଧି, ତାପମାତ୍ରା ବୃଦ୍ଧି, ଆର୍ଦ୍ରତାର ହ୍ରାସ, ପବନ ବେଗର ବୃଦ୍ଧି। ହାଇପୋଥେସିସ୍: 1. ପୃଷ୍ଠଭାଗର କ୍ଷେତ୍ରଫଳ ବୃଦ୍ଧି ପାଇଲେ ବାଷ୍ପୀଭବନର ବେଗ ବୃଦ୍ଧି ପାଇଥାଏ। 2. ତରଳର ତାପମାତ୍ରା ବୃଦ୍ଧି ପାଇଲେ ଗ୍ୟାସୀୟ ଅବସ୍ଥାକୁ ରୂପାନ୍ତରିତ ହୋଇଥାନ୍ତି। 3. ଯଦି ବାୟୁରେ
ପୂର୍ବରୁ ଅଧିକ ଜଳବାୟୁ ଉପସ୍ଥିତ ଥିବ, ତେବେ ବାଷ୍ପୀଭବନର ବେଗ ହ୍ରାସ ପାଇବ। 4. ପବନର ବେଗ ବଢ଼ିଲେ ବାଷ୍ପୀଭବନର ହାର ବୃଦ୍ଧି ପାଏ। ବିଷୟର ମହତ୍ତ୍ୱ ଓ ଅଧ୍ୟୟନର କାରଣ। ଆମ ଦୈନନ୍ଦିନ ଜୀବନରେ ଅନେକ କାର୍ଯ୍ୟ ପ୍ରାକୃତିକ ବା କୃତ୍ରିମ ଉପାୟରେ ସମ୍ପାଦିତ ହୋଇଥାଏ। ସେଥିମଧ୍ୟରୁ ବାଷ୍ପୀଭବନ ପ୍ରକ୍ରିୟା ଜୀବନର ବିଭିନ୍ନ ସମୟରେ ଆମେ ଦରକାର କରିଥାଉ ଏବଂ ଏହା ଗୋଟିଏ ଜରୁରୀ ପ୍ରକ୍ରିୟା। ବିଷୟ ସମ୍ପର୍କିତ ସମୀକ୍ଷା। ବାଷ୍ପୀଭବନର ପ୍ରକ୍ରିୟାଟି ପରିପାର୍ଶ୍ୱର ତାପମାତ୍ରା, ଆଧାର ପାତ୍ରର ପୃଷ୍ଠଭାଗର କ୍ଷେତ୍ରଫଳ ଏବଂ ପବନର ବେଗ ଇତ୍ୟାଦି କାରକ ଦ୍ୱାରା ପ୍ରଭାବିତ ହୋଇଥାଏ। ପ୍ରକଳ୍ପର ସୀମା। ସମସ୍ତ କାରକ ଗୁଡ଼ିକୁ ଭଲ ଭାବରେ ଜାଣିବା ପାଇଁ ଏହି ପ୍ରକଳ୍ପଟି 8 ମାସ ସମୟ ଲାଗିଥିଲା। ଉପସଂହାର। ଯେଉଁ ପ୍ରକ୍ରିୟାରେ ସ୍ଫୁଟନାଙ୍କଠାରୁ କମ୍ ଥିବା କୌଣସି ତାପମାତ୍ରାରେ ତରଳ ପଦାର୍ଥ ଗ୍ୟାସରେ ପରିଣତ ହୋଇଥାଏ, ତାହାକୁ ବାଷ୍ପୀଭବନ କୁହାଯାଏ। 1. ପୃଷ୍ଠଭାଗର କ୍ଷେତ୍ରଫଳ ବୃଦ୍ଧି ପାଇଲେ ବାଷ୍ପୀଭବନର ବେଗ ବୃଦ୍ଧି ପାଇଥାଏ। 2. ତରଳର ତାପମାତ୍ରା ବୃଦ୍ଧି ପାଇଲେ ଗ୍ୟାସୀୟ ଅବସ୍ଥାକୁ ରୂପାନ୍ତରିତ ହୋଇଥାନ୍ତି।